ରାମାୟଣର ରାମ ଏବଂ ଲକ୍ଷ୍ମଣ ଏବେ ରାଜନୀତିରେ। ହଁ ଦର୍ଶକ ବନ୍ଧୁ, ରାମାନନ୍ଦ ସାଗରଙ୍କ ରାମାୟଣରେ ହିରୋ ସାଜିଥିବା ରାମ ଏବଂ ଲକ୍ଷ୍ମଣ ଏବେ ରାଜନୀତିରେ ପାଦ ଦେଇଛନ୍ତି। ରାମଙ୍କ ପଛେ ପଛେ ଲକ୍ଷ୍ମଣ ରାଜନୀତି ମୁହାଁ। ଅରୁଣ ଗୋବିଲଙ୍କୁ ଟିକେଟ୍ ମିଳିବା ପରେ ଏବେ ସୁନୀଲ ଲହରୀ ମଧ୍ୟ ରାଜନୀତିରେ। ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ୍ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ ଏବେ ରାଜନୀତିରେ ପାଦ ଦେଇସାରିଛନ୍ତି। ତାଙ୍କୁ ବିଜେପି ପକ୍ଷରୁ ଟିକେଟ୍ ମଧ୍ୟ ଦିଆଯାଇଛି। ସେ ମିରଟ ଲୋକସଭା ଆସନରୁ ନିର୍ବାଚନ ମଧ୍ୟ ଲଢ଼ିବେ। ସେ ମିରଟରେ ପହଞ୍ଚି କହିଛନ୍ତି ଯେ ମୁଁ ଏଠାରେ ଲୋକଙ୍କୁ ସ୍ନେହ ଆଉ ପ୍ରେମ ସହିତ ଭଲ ପାଇବା ଦେବାକୁ ଆସିଛି। ଅରୁଣ ଗୋବିଲ ନିଜର ପିଲାଦିନ କଥା ମନେ ପକାଇ କହିଛନ୍ତି ସେ ସେଠାକାର ସ୍କୁଲ ସମୟର କଥା ମଧ୍ୟ ସ୍ମୃତି କରି ରଖିଛନ୍ତି ବୋଲି କହିଛନ୍ତି। ତେବେ ଏବେ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କୁ ନେଇ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ରାମଙ୍କ ପଛେ ପଛେ ରାଜନୀତି ମୁହାଁ ହୋଇଥିବା ମଧ୍ୟ କୁହାଯାଉଛି। ସୁନୀଲ ଶୀଘ୍ର ରାଜନୀତିରେ ପାଦ ଦେବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଅରୁଣ ଗୋବିଲ ବିଜେପିରେ ପ୍ରାର୍ଥୀ ହେବା ପରେ ସୁନୀଲ ଲହରୀ ମଧ୍ୟ ପ୍ରାର୍ଥୀ ହୋଇପାରନ୍ତି। ତେବେ ସେ ଏକ ସାକ୍ଷାତକାରରେ କହିଛନ୍ତି ଅରୁଣଙ୍କୁ ନେଇ ସେ ବହୁତ ଖୁସି ଅଛନ୍ତି। ଲାଗୁଛି ସେ ତାଙ୍କ ପରିବାର ସହ ରାଜନୀତିକୁ ଏବଂ ଦେଶ ସେବା କରିବା ପାଇଁ ସୁଯୋଗ ମିଳିଛି ମଧ୍ୟ। ସେ ଅରୁଣଙ୍କୁ ଶୁଭକାମନା ଏବଂ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ଅରୁଣଙ୍କ ପିଲାଦିନ ବହୁତ କଷ୍ଟ ସମୟରେ କଟିଥିଲା। ଏବେ ରାମଙ୍କ ପରେ ଲକ୍ଷ୍ମଣ ମଧ୍ୟ କରିବେ ରାଜନୀତି। ତେବେ ରାଜନୀତି କ୍ୟାରିୟରରେ ଏ ଦୁହିଁଙ୍କର ପ୍ରତିଭା କ'ଣ ରହିବ, ଏହାକୁ ଦେଖିବାକୁ କେବଳ ଦର୍ଶକମାନେ ଚାହିଁ ବସିଛନ୍ତି। ତେବେ ରାମାନନ୍ଦ ସାଗରଙ୍କ ରାମାୟଣରେ ଏ ଦୁହେଁ ବହୁତ ଚମତ୍କାର ଅଭିନୟ କରିଥିଲେ। ସେଥିପାଇଁ ବିଜେପି ତରଫରୁ ତାଙ୍କୁ ଟିକେଟ୍ ମଧ୍ୟ ମିଳିଛି। ପ୍ରଥମେ ଅରୁଣ ଗୋବିଲ ଟିକେଟ୍ ନେଇ ନିର୍ବାଚନ ଲଢ଼ିବା କୁହାଯାଉଥିବା ବେଳେ ଏବେ ଲକ୍ଷ୍ମଣ ମଧ୍ୟ ରାମଙ୍କ ସହିତ ମିଶି ରାଜନୀତି ମଇଦାନରେ ପାଦ ଥାପିବେ। ତେଣୁ ବିଜେପି ଏମାନଙ୍କୁ ଟିକେଟ୍ ମଧ୍ୟ ବହୁତ ଆଶାବାଦୀ ହୋଇଦେଇଛି। ଏ ଦୁହେଁ ଟିକେଟ୍ ପାଇବା ପରେ ସେ ବହୁତ କାମ କରିବେ ବୋଲି ଲୋକମାନେ କହୁଛନ୍ତି। ତେବେ ଏହାପରେ ରାମାନନ୍ଦ ସାଗରଙ୍କ ରାମାୟଣ ନେଇ ତାଙ୍କୁ ଶ୍ରୀରାମ ଭୂମିକାରେ ଯେତେ ଦେଖିବାକୁ ପାଇଥିଲେ ଦର୍ଶକ, ଏବେ ମଧ୍ୟ ତାଙ୍କୁ ବହୁତ ଭାବରେ ସେତିକି ପ୍ରଶଂସା ମିଳିବ ବୋଲି ଲୋକମାନେ କୁହାକୁହି ହେଉଛନ୍ତି।